ଆପଣମାନେ ଜାଣିଛନ୍ତି ଗଞ୍ଜାମ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ସାର୍ଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ଥାନା ନିରନ୍ତର ଭାବରେ ବେଆଇନ ବନ୍ଧୁକ ଯେଉଁମାନେ ରଖୁଛନ୍ତି ବା ବେଆଇନ ବନ୍ଧୁକ ଧରିକି ବିଭିନ୍ନ ଅପରାଧରେ ସଂଶ୍ଳିଷ୍ଟ ହେଉଛନ୍ତି ତାଙ୍କ ବିରୁଦ୍ଧରେ ଭଞ୍ଜନଗର ଥାନାରେ ନିରନ୍ତର କ୍ରାକଡାଉନ୍ ଗୋଟେ ଅଭିଯାନ ଚାଲିଛି ଏବଂ ସେ ସଂକ୍ରାନ୍ତରେ ଆଗରୁ ମଧ୍ୟ ଆମେ ବିଭିନ୍ନ ପ୍ରକାର ବନ୍ଧୁକ ଜବତ କରିଛୁ। ଭଞ୍ଜନଗର ଥାନାରେ ଯେ ଆଇଆଇସି ଅଛନ୍ତି ଶ୍ରୀ ଜୀବନାନନ୍ଦ ଜେନା ଏବଂ ତାଙ୍କର ଟିମ୍ ମେମ୍ବର୍ସ ମାନେ ଗଞ୍ଜାମ ଏସ୍ପି ସାର୍ଙ୍କ ନିର୍ଦ୍ଦେଶକୁ ପାଳନ କରି ଆଉ ଗୋଟେ ବେଆଇନ ବନ୍ଧୁକ ଧରି ଅପରାଧରେ ସଂଶ୍ଳିଷ୍ଟ ହେଉଥିବା ଗୋଟେ ଅପରାଧିକ ଗ୍ୟାଙ୍ଗର ମେମ୍ବର୍ସ ମାନଙ୍କୁ ଧରିଛନ୍ତି। ଗତକାଲି ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଭଞ୍ଜନଗରରେ ଯେତେବେଳେ ଗାଡ଼ି ଚେକିଂ ଏବଂ ପେଟ୍ରୋଲିଂ କରାହେଉଛି ଜାରି ରହିଥିଲା ଗୋଟିଏ ଅପରାଧିକ ଗ୍ୟାଙ୍ଗ ଯିଏକି ଗଞ୍ଜାମର ବିଭିନ୍ନ ଥାନାମାନଙ୍କରେ ବିଭିନ୍ନ ମକଦ୍ଦମାରେ ସେମାନେ ଇନଭଲଭେଡ୍ ସଂଶ୍ଳିଷ୍ଟ ଅଛନ୍ତି। ଆଗରୁ ହତ୍ୟା ମକଦ୍ଦମା ତାଙ୍କ ନାଁରେ ଅଛି। ସେଇଭଳିଆ ଗୋଟେ ଗ୍ୟାଙ୍ଗକୁ ଠାବ କଲେ, ଧରିଲେ ଏବଂ ତାଙ୍କ ପାଖରୁ ଗୋଟିଏ 7.64 mm ଗୋଟେ ଦେଶୀ କଣ୍ଟ୍ରିମେଟ୍ ମାଉଜର ଏବଂ 2 ରାଉଣ୍ଡ ଗୁଳି ଜବତ କଲେ। ଏବଂ ଏଇ ଯେଉଁ ଗ୍ୟାଙ୍ଗଟା ଧରା ହେଇଛି ଯେଉଁମାନେ ବେଆଇନ ବନ୍ଧୁକ ଧରିକି ବିଭିନ୍ନ ଅପରାଧରେ ଆଗରୁ ସଂଶ୍ଳିଷ୍ଟ ଅଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରିବାର ଯୋଜନା କରୁଥିଲେ, ତାଙ୍କର ନେତୃତ୍ୱ ନେଉଥିଲେ ଧଳା ନାୟକ ବୋଲି ଜଣେ ଧଳା ନାୟକ ବୋଲି ଜଣେ ଛଚିନା ଗାଁ କୋଦଳା ଥାନା ଅନ୍ତର୍ଗତ। ସେ ଆଗରୁ ଗୋଟେ ମର୍ଡର କେସ୍ରେ ଇନଭଲ୍ଭ ଅଛନ୍ତି, ବିଭିନ୍ନ ପ୍ରକାର କେସ୍ରେ ଇନଭଲ୍ଭ ଅଛନ୍ତି। ତାଙ୍କର ସହଯୋଗୀମାନେ ଭାଗୀରଥୀ ଗୌଡ଼, ବେଲାର ସେନ ସ୍ୱାଇଁ, ବଂଶୀଧର ବିଶୋଇ 4 ଜଣଙ୍କୁ ଧରା ହେଇଛି। ସେମାନେ ଆଜି ଗିରଫ ହୋଇଛନ୍ତି ଏବଂ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସାର୍ ବିଶେଷ କରି ବନ୍ଧୁକ ଧରି ବନ୍ଧେଇ ଆଗରୁ ଆମେ ଦେଖିଥିଲେ ତରିକାରେ ବନ୍ଧେଇ ଚାଲାଣ ବନ୍ଧୁକ ଧରି ବନ୍ଧେଇ ବେପାର କରିବା ସେଟା ଚାଲାଣ କରିବା ଗୋଟେ ପୋଲିସ ପାଇଁ ଗୋଟେ ରିସ୍କ ଫ୍ୟାକ୍ଟର ବନ୍ଧୁକ ଗୋଟେ ମାରଣାସ୍ତ୍ର, ଗୋଟେ ଅପରାଧୀ ପାଖରେ ପଡ଼ିଲେ ସେ କୌଣସି ଅପରାଧୀ ତାକୁ ବ୍ୟବହାର କରିପାରେ। ପୋଲିସର ରିସ୍କ କ'ଣ ଅଛି? ପୋଲିସର ଏଇଟା ନୀତିଦିନିଆ କାମ ଆମେ କରିଆସୁଛୁ ଏବଂ କରି ମଧ୍ୟ ସେଟା ଚାଲିଛି। ସବୁଦିନ ମନ୍ତ୍ରୀ ଲାଗିଛି ସେମାନେ ସଂଗଠିତ ଅପରାଧ କିଛି ଗୋଟେ ଘଟାଇବା ପାଇଁ ଆସୁଥିଲେ, ଯେଉଁଟାକି ଆମେ ତଦନ୍ତାଧୀନ ଆମର ଅଛି। ସେ ଦିଗରେ ଆମର ତଦନ୍ତ ଚାଲିଛି ଏବଂ ସେଥିରେ ଆମେ ଗୋଟେ କିଛି ସ୍ଥିରୀକୃତ ଉପସଂହାରରେ ପହଞ୍ଚିଲେ ଆମେ ଆପଣଙ୍କୁ ଜଣାଇବୁ। ବହୁତ ଗୁଡ଼ା ବନ୍ଧୁକ ଜଗତ ବନ୍ଧୁକ ସେମାନେ ରଖୁଛନ୍ତି, ସେମାନେ କ'ଣ ମେସେଜ ଯିବ? ଆମର ଏଇ ଯେଉଁ ବନ୍ଧୁକ ଅପସଂସ୍କୃତି ବିରୁଦ୍ଧରେ ଭଞ୍ଜନଗର ଥାନାରେ ନିରନ୍ତର ତାଙ୍କୁ ଧରିବା ବା ତାଙ୍କୁ ଡିମୋରାଲାଇଜ୍ କରିବା ଏବଂ ବନ୍ଧୁକ ଡିଟେକ୍ସନ୍ କରିକି ସିଜର କରିବା, ଏଇଟା ନିରନ୍ତର ପ୍ରୟାସ ଚାଲିଛି, ଆଗକୁ ମଧ୍ୟ ଚାଲିବ। ଏ ସଂକ୍ରାନ୍ତରେ ଆମର ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ସାର୍ଙ୍କର ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଅଛି। ତାଙ୍କ ପ୍ରତି ଆମର ଶୂନ୍ୟ ସହନଶୀଳତା ଅଛି ଏବଂ ତାଙ୍କୁ ଆମେ ଧରିବୁ, ବନ୍ଧୁକ ଜବତ କରିବୁ। ତାଙ୍କର ସମ୍ଭାବ୍ୟ ସନ୍ଦିଗ୍ଧ ତାଲିକା ମଧ୍ୟ ଆମ ପାଖରେ ଅଛି ଏବଂ ଆମର ରାଡ଼ାରରେ ସମସ୍ତେ ଅଛନ୍ତି, ପତିବା କଷ୍ଟ ଅଛି।